ମୋ ନାଁ ସ୍ମୃତିମୟ ମହାନ୍ତ ବିଶ୍ୱ ହିନ୍ଦୁ ପରିଷଦ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି। ଦେଖନ୍ତୁ ଗୋଟେ ଆମର କରଞ୍ଜିଆ ମାଟି ପାଇଁ ଅତି ଗୌରବର ବିଷୟ ଯେ ଆମର ଜଣେ ଗାଁ ଗଣ୍ଡାରୁ ଯେଉଁଟାକି କୁହାଯାଏ ଆମେ ଷ୍ଟେଟ୍ ଲେବୁଲ୍ ପରେ ନ୍ୟାସନାଲ୍ ଲେବୁଲ୍ ପର୍ଯ୍ୟନ୍ତ ଆମର ଜଣେ ଭାଇ ଆଜି ଆମର ସାନ ଭାଇ ଖେଳରେ ଯାଇ ଆଜି ସେ କୃତକାର୍ଯ୍ୟ ହୋଇ ଫେରିଛନ୍ତି। ତ ଯାହାକି ଆମ ପାଇଁ ବହୁତ ଗୌରବର କଥା ଏବଂ ଏହି ଅବସରରେ ଆମେ ଆଜି ତାଙ୍କୁ ଆମର ବିଶ୍ୱ ହିନ୍ଦୁ ପରିଷଦ ପରିବାର ତଥା ଆମର କରଞ୍ଜିଆବାସୀଙ୍କ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଦେଉଛୁ। ଦେଖନ୍ତୁ ପରବର୍ତ୍ତୀ ପିଢ଼ି ଯେଉଁମାନେ ଆସୁଛନ୍ତି ଆମେ ଚାହିଁବା ଆମର ଯେଉଁ ସାନ ଭାଇ ଖେଳିକି ଆସିଛନ୍ତି ତାଙ୍କଠୁ ବି ଆହୁରି ଭଲ ଖେଳ ପ୍ରଦର୍ଶନ କରି ଆନ୍ତର୍ଜାତୀୟ ସ୍ତରରେ ନାଁ କମାନ୍ତୁ। ଏଇଟା ଆମର ପରବର୍ତ୍ତୀ ପିଢ଼ିଙ୍କୁ ଆମର ପ୍ରେରଣା ଦିଆଯାଉଛି। ମୋ ନାଁ ଅମୃତ କୁମାର ଦାସ, କରଞ୍ଜିଆ ମାଟିର ପୁଅ ମୁଁ। ଏଇଟା କ୍ରିକେଟ ଆମର ଟେନିସ୍ ବଲ୍ କ୍ରିକେଟରୁ ମୁଁ ଯେଉଁ ଯାଇଥିଲି ଓଡ଼ିଶା ତରଫରୁ ଖେଳିବା ପାଇଁ ଜାମ୍ମୁ କାଶ୍ମୀର, ସେଇପାଇଁ ଆମର କାକାମାନେ ଭାଇମାନେ ଆଉ ସାନ ଭାଇମାନେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ମୋତେ ଏଇ ସମ୍ବର୍ଦ୍ଧନାଟି ଦେଲେ। ଏଇଟା ହେଉଛି ଟେନିସ୍ ବଲ୍ କ୍ରିକେଟ ଏଇଟା ଥିଲା। ଏଇଟା ସର୍ଟ ଫର୍ମାଟ୍ର ଥିଲା, ସର୍ଟ ବାଉଣ୍ଡ୍ରି କ୍ରିକେଟ ମାନେ ଅଲ୍ ଇଣ୍ଡିଆ ବେସିସ୍ରେ ନ୍ୟାସନାଲ୍ ଲେବୁଲ୍ର ଖେଳ ଥିଲା ଏଇଟା। ଆଉ ଏଥିରେ ସାର୍କେଲ୍ ଭିତରେ ଖେଳ 6 ଥିଲାନି, ସେଥିରେ 4 ଥିଲା। ଆଉ LB ଥିଲା। ସେଇ ହିସାବରେ ସବୁ ରାଜ୍ୟରୁ ପାର୍ଟିସିପେଟ୍ କରିଥିଲେ ଟିମ୍, ଯେଉଁଥିରେ କି ଓଡ଼ିଶା ଆମର ଫାଇନାଲ୍ ପହଞ୍ଚିଥିଲା ଏବଂ ଫାଇନାଲ୍ରେ ଉତ୍ତରପ୍ରଦେଶଠୁ ହାରିଯାଇଥିଲା। ଆମେ ନମ୍ବର 2ରେ ରହିଲୁ ରନର୍ସ ଅପ୍ରେ।